କଣ ହେଲା? ନା ମ ଶୀତ ଲାଗୁଛି ଜୋରେ। କମେଣ୍ଟ କରୁନ ଘୋଡ଼ିଏବି। ଓହୋ ଥଣ୍ଡା ଟିକେ ଜୋରେ ପଡୁଛି ନା? ତତେ କେତେ ବର୍ଷ ହେଲା କି? ମତେ ମତେ ବା 16 ପୁରିକି 17 ହବ ଆଉ। 17 ହବ ହେଇନି। ହେଇନି? କୋଉଥିରେ ପଢୁଛୁ? ତୁ ଡିପ୍ଲୋମା କରୁଛୁ? ହଁ କିଟ୍ କଲେଜରେ ବା? କିଟ୍ ରେ କିଟ୍ କଲେଜରେ ପାଠ ପଢୁଛୁ? କଣ ଲାଗି? ମୁଁ ତ ଶୁଣୁଛି ସେ ନିଶା ଦ୍ରବ୍ୟ ବହୁତ ଚାଲିଛି। କିଟ୍ କଲେଜ? ହଁ ନିଶା ମାନେ ବିଶେଷ ପିଲା ପ୍ରବଳ ଖାଉଛନ୍ତି। ତୁ ଖାଉନୁ ତ? ନା ସେଇଜାଣି କିଏ ଯେ ତୋର ସେତିକି ବିଶ୍ୱାସ ଅଛି ତୁ ଖାଉନଥିବୁ। ବାବୁ କହିଲି ନିଶା ଦ୍ରବ୍ୟଠୁ ନୁହଁ, ଜୀବନ ଥିଲା ସବୁବେଳେ ଦୂରେଇକି ରହ। କାହିଁ କହିଲୁ 2 ମିନିଟକୁ ଯୋଉ କହନ୍ତି ଲୋକ 2 ମିନିଟର ମଜା ପାଇଁକା ସାରା ଜୀବନ ସଜା। 2 ମିନିଟ ମଜା ସାରା ଜୀବନ ସଜା। ସେଥିପାଇଁ କହିଲି କି ଗୋଟେ ଜିନିଷ ମନେ ରଖିଥା ଭଣଜା, କେବେ ମଦ ହଉ, ସିଗାରେଟ ହଉ, ବିଡି ହଉ, ଗୁଟଖା ହଉ ଖାନା, ଜମା ଖାନା। ଦାନ୍ତ ଦେଖି ତୁ ତ ଗୁଟଖା ତୋର ତ କିଛି ନାହିଁ ତ? ନା ମାମୁଁ ମୋର ସେ ସବୁ କିଛି ନାହିଁ ଯେ। ଭଲ। କିନ୍ତୁ ମାମୁଁ କଣ କହିଲ, ମୁଁ ଯେତେବେଳେ କଲେଜ ପାଖକୁ ଯାଉଛି ମାନେ ବାହାରୁ ବାହାରିଲା ବେଳକୁ ଏଇ ଜଣ ପିଲା ସିଗାରେଟ ପିଲା, ଇଏ ଗୁଟକା ସିଏ ଗୁଟକା ଏମିତି ମାମୁଁ ଖାଉଛନ୍ତି। ମାମୁଁ ଦେଖ ମାନେ ସିଧା ସିଧା ଲେଖା ହେଇଛି ସିଗାରେଟ ରେ ଏମିତି ଖାଇଲେ ଏଇ ରୋଗଟା ହବ। ଶୁଣୁ, କୌଣସି ବାପା ମା ତାଙ୍କ ପିଲାମାନଙ୍କୁ କହିବେନି ଯେ ଆରେ ପୁଅ ଯାଇକି ସିଗାରେଟ ଲଗେଇଦବୁ କି ମଦ ଟିକେ ପିଇଦବୁ କି କୌଣସି ବାପା ମା କହନ୍ତିନି ଏ କଥା। ସବୁ ବାପା ମା ଗୋଟେ ଜିନିଷ କହିବେ, ବାବା ସିଗାରେଟ ଖାଇବୁ, ନିଶା ଦ୍ରବ୍ୟ ଜିନିଷ କିଛି କରିବୁନୁ, ତୋ ପାଇଁକା ଭଲ। ଦେଖିଲୁ ମାନୁଛନ୍ତି ପିଲା? 100ରୁ ଆଜିକା ଜମାନାରେ 100ରୁ 75% ଲୋକ ପୁରା ନିଶାଖୋର। ପୁରା ନିଶାଖୋର ନା ତୁ ନିଜେ କହିଲୁ? ବାକି ଯେତେବେଳେ ରହିଲା କିଛି ତ ଭଲ ପିଲା ଅଛନ୍ତି, ଖରାପ ପିଲା ବି ଅଛନ୍ତି। ମୁଁ ଯୋଉ କହୁଛି ମୋ କଥା ଶୁଣୁନ। ମାନେ ଦେଖ ସିଗାରେଟ ପୁଡ଼ିଆ ଯୋଉ ଖାଉଛନ୍ତି, ତା ଦେହରେ ଠିଆ ହେଇଛନ୍ତି ଏଇଥିରେ ଖାଇଲେ ଏମିତି ରୋଗ ହବ ବୋଲି। ସେ ଆଗୁଆ ସଚେତନ କରିଛନ୍ତି। ପିଲା ଗୁରା ଜାଣୁଛନ୍ତି ହେଲେ ବି କେମିତି ଖାଉଛନ୍ତି, ମୁଁ ସେଇଆ ଭାବୁଛି। ସେଇଟା ତାଙ୍କୁ ଜଣା। ଜାଣୁଛନ୍ତି ମାନେ ସେ ଖାଇଲା ବେଳେ ବି ଚିଲା ବୋଲି ଦେଖୁଛନ୍ତି, କିନ୍ତୁ ସେଇ ହିସାବରେ ସେମାନେ କିନ୍ତୁ ଖାଉଛନ୍ତି ହେଲେ ବି। ଯୋଉମାନେ ଖାଉଛନ୍ତି ତାଙ୍କ ବାପା ମା କହୁଛନ୍ତି କଣ ତୁ ପୁଅ ଏଗୁଡା ଖା? କହୁଛନ୍ତି କି? କାହା ବାପା ମା କହିବା? କୌଣସି ବାପା ମା କହିବେନି ଯେ ତାଙ୍କ ପିଲା ପାଇଁ ପୁଅ ଆଜି ୟା କରିକି ଆସିବୁ, କାଲି ତା କରିକି ଆସିବୁ। ସବୁ ବାପା ମା ଭଲ କଥା ଶିଖେଇବେ। ତ ପିଲା ଶିଖନ୍ତିନି କଣ ପାଇଁକା? ଯିଏ ଶିକ୍ଷିତ ପିଲା ସେ ଶିଖିବ, ଯିଏ ଅଶିକ୍ଷିତ ପିଲା ସେ ଶିଖିବନି। ବୁଝିପାରିଲ ତ? ଯିଏ ଅଶିକ୍ଷିତ ପିଲା ସେ କେବେ ଶିଖିବନି। ବାବା ତୁ ତୋ ହିସାବରେ ଚାଲେ। ତୋତେ ଯେମିତି ଆକ୍ଚୁଆଲି ବାପା ମା ଯେମିତି ଗଢିବେ ପୁଅ ସେ ପିଲାମାନେ ସେମିତି ଗଢିବେ। କିନ୍ତୁ ଭୁଲ ରହୁଛି ରିଜନ କଣ କହିଲୁ? ତୁ ଭଲ ପିଲା ତ? ତୁ ଯଦି ଗୋଟେ ଖରାପ ପିଲା ପାଖରେ ବସିବୁ ତୁ ଖରାପ ହବୁ। ମୁଁ କହୁଛି ଆଜି ହେଇନୁ କାଲି ହେଇନୁ ତାପର ଦିନ କଣ କଲୁ, କଣ ଏମିତି ଖାଉଛନ୍ତି ନିଶା ଲାଗୁଛି ଦେଖି ଟିକେ ଚାଖିଆ। ସେ ନିଶା ଟିକେ ଚାଖିଦବୁ ମାନେ ଆରମ୍ଭ ହେଇଗଲା। ଜମା ବି ସେବନ କରିବୁନି। ମାନେ ମୁଁ କହିଲି ମୁଁ ଆମେ 5ଟା ସାଙ୍ଗ ଯାଇଥିବୁ, 4ଟା ସାଙ୍ଗ ସିଗାରେଟ କି ଗୁଟକା ଖାଉଥିବେ। ମାନେ ମୁଁ କହୁଛି ସେଇଟା ଗୋଟେ ଫିଲ୍ ଆସେ, ତାଙ୍କର କିଛି ହଉନି ମୋ ତାଙ୍କର କିଛି ହବ କି? ଏଇଟା ଗୋଟେ ଫିଲ୍ ଟା ଆସେ, ବୁଝିଲ? କିନ୍ତୁ ମୁଁ ଜାଣିଛି ଆମ ଘର ପରିସ୍ଥିତି ନେଇକି ମୁଁ ସେ ସବୁ କିଛି କରିବିନି। ମୋର ନିଜକୁ କିନ୍ତୁ ମୋର ବିଶ୍ୱାସ ଅଛି। କିନ୍ତୁ ମୋ କହିବା ଅର୍ଥ, କହିଲା ମୋର ଗୋଟେ ସାଙ୍ଗଟାକୁ ସେଇଠି ଗୋଟେ ଲୋକଟେ ଯାଉଥିଲା, ମାନେ ସେ ତାଙ୍କ ନିଜ ଲୋକ, ସେ ଦେଖିଦେଲେ ବୋଲି ସାଙ୍ଗଟାକୁ କହିଲା ତୋ ବାପା ମାଙ୍କୁ ଧିକ୍। ତାକୁ ଏତିକି ପଦେ କଥା କହିଲା, ତୋ ବାପା ମାଙ୍କୁ ଧିକ୍। ମାମୁଁ ସିଗାରେଟ ଖାଉଛି ପୁଅ, ବାପା ମା ମନା କରୁଛନ୍ତି କିନ୍ତୁ ବାପା ମା ଆଡିକି କଣ ପାଇଁ କଥାଟା ଗଲା? ସେଇଟା ମାମୁଁ ସତ କହୁଛି, ସେଇଟା ମତେ ବହୁତ ବାଧିଲା। ମୁଁ ସେ ସାଙ୍ଗ ମାନଙ୍କ ସହ ବି ମିଶିଲିନି। ସେଇଟା ତ ଭଲ, କିନ୍ତୁ ଆଉ ଗୋଟେ କଥା କହିବି, ଯୋଉ ଲୋକଟେ ଯୋଉ କହିଲା ତୋ ବାପା ମାଙ୍କୁ ଧିକ୍, ଶୁଣୁ ବାପା ମା ଏଠି ବାପା ମାଙ୍କର ଭୁଲ କଣ? କୋଉ ବାପା ମା ଯାଇ କହିବେ ଯେ ଆରେ ପୁଅ ତୁ ଅମୁକ ସମୁକ ଏଇ ଜିନିଷ ଖରାପ ଜିନିଷ କରେ?
ସେଇଆ ତ କହୁଛି ବାପା କୋଉ ମୁଁ ବାପା କାହିଁ ମା ସେ କହିଲା କହିବନି, କୌଣସି ବାପା ମା କହିବେନି। ତ ଏଇ ଯୋଉ ଲୋକ ଯୋଉ କହୁନାହାନ୍ତି ହେ ଲୋକଟା ବାପା ମା ଠିକ ନାହାନ୍ତି, ଏମିତି ହଉଛି କଣ, ହଁ ଭାବିବା ଭୁଲ। ସେଟା କୌଣସି ବାପା ଦେଖେ, ଯଦି ବାପା ମା ଯଦି ଦେଖେ, ଧର ନା ମୁଁ ମାନେ ମୁଁ ଗୋଟେ ଖରାପ ପିଲା, ମୁଁ ଖରାପ ପିଲା କି ନାହିଁ, ଛାଡ଼ କାଲି କଥା ହେବା, ମତେ ଟିକେ ନିଦ ମାଇଲାଣି, ଯାଉଛି ଶୋଇବି, କାଲି କଥା ଓହୋ ହେବା, କାଲି କହିବି।